ମୁଁ କାଲି ଡ୍ୟୁଟି ଆସୁଥିବା ସମୟରେ ଦେଖିଲି ଗୋଟେ ଫିମେଲ ଡଗ୍ ଥିଲା, ତା ପଛରେ 3-4ଟା ମେଲ୍ ଡଗ୍ ଥିଲେ। ତ ଯାହା ତାଙ୍କ ସହ ଯାହା ରିଲେସନ୍ ହେବା କଥା ହେଇଗଲା, କିନ୍ତୁ ଆଜି ଦେଖିଲା ପରେ ଯିଏ ତା ସହ ରିଲେସନ୍ରେ ଥିଲା ସିଏ କ'ଣ କରୁଛି, ତାକୁ ଭୁକିକି ସେ ଯେଉଁ ଫିମେଲ ଡଗ୍କୁ ଆଜି ବିଦା କରୁଛି। ତ ସେ ଜିନିଷ ଦେଖିଲା ପରେ ମୋତେ ଗୋଟେ ଲାଗିଲା ଆ ବିଷୟରେ ଗୋଟେ କବିତା ଲେଖିବା ଉଚିତ। ତ ରାଜନୀତି ଆଡ଼ ଉପରେ ଭାବିକି କବିତାଟା ମୁଁ ଲେଖିଲି। କବିତାଟା ହେଉଛି ମୋର ଏମିତି: ରାଜନୀତି ପରା ଶୀତ ଦିନର ଅଟେ ଗୋଟେ ମାଇକୁତି, ରାଜନୀତି ପରା ଶୀତ ଦିନର ଅଟେ ଗୋଟେ ମାଇକୁତି, ନିଜ ସ୍ୱାର୍ଥ ପାଇଁ କେତେ କୁତ୍ତା ପୁଣି ଲଗେଇବେ ନାନା ପ୍ରୀତି, ସ୍ୱାର୍ଥ ସରିଗଲେ ସେଇ କୁତ୍ତା ପୁଣି ଦେଖେଇବେ ନାନା ନୀତି, ଆମ ଭାରତରେ ଏଇଭଳି ଭାଇ ଚାଲୁଅଛି ରାଜନୀତି, ଚାଲୁଅଛି ରାଜନୀତି, ଚାଲୁଅଛି ରାଜନୀତି। ବୁଝିବା ଲୋକ ଠିକ୍ ବୁଝିବେ, କିନ୍ତୁ ହଁ ଏଇଟା ମନ୍ଦ ଉଦ୍ଦେଶ୍ୟରେ ନୁହଁ। ସେଇ ଜିନିଷ ଆପଣ ଇମାଜିନ୍ କରନ୍ତୁ କି ନିଜ ସ୍ୱାର୍ଥ ପାଇଁ ଯେଉଁ ପଲିଟିସିଆନ୍ ମାନେ ଆପଣଙ୍କ ଘର ଆସିବେ, ପଖାଳ ଖାଇବେ, ବହୁତ ବଡ଼ ବଡ଼ କଥା କହିବେ, କିନ୍ତୁ ସ୍ୱାର୍ଥ ସରିଗଲା ପରେ ଠିକ୍ ଆପଣଙ୍କୁ ସେମାନେ, ଆପଣ ଯେତେବେଳେ ଯିବେ ଆପଣଙ୍କ ଦୁଃଖ ଶୁଣିବା ପାଇଁ, ସେଇଠି ଆପଣଙ୍କୁ ସେଇଭଳିଆ ଭୋକି ଭୋକିକି ବିଦା କରିବେ। ବୁଝିଲେ ତ?